नमस्कार फ्रेंड्स गुड मोदिकर मॉर्निंग मु दरित्री बाग ऑर्डिनरी सिंपल से हाउस वाइफ थी आज 21 वर्ष पूर्वर आउ ए बिजनेस को करिकी फ्रेंड्स लाइफ रे बहुत किछि अचीव करिछि दीटा दीटा घर सी बीच रे फार्म हाउस आउ मर्सिडीज गाड़ी ସବୁ ଯାକ ଲାଇଫ ରେ ପାଇଛି ପାଞ୍ଚ ଛଅଟା ଫରେନ୍ ଟ୍ରିପ୍ ଛଅଟା ଖଣ୍ଡେ ଫରେନ୍ ଟ୍ରିପ୍ ପିଲା ଛୁଆଙ୍କୁ ମିଶେଇକି କେତେଟା ଆମେ ଯାଇଛୁ କିଛିଟା ପିଲା ଛୁଆ ଯାଇଛନ୍ତି ତ ଏମିତି ହେଇକି ଫରେନ୍ ଟ୍ରିପ୍ସ ଯୋଉ ଯୋଉ ସ୍ୱପ୍ନ ଆମେ ଲାଇଫରେ ଦେଖିଥିଲୁ କି ନିଜର ନାଁର ଇନକମ୍ ଦେଖିବି ମୋ ପୁଅ ଝିଅଙ୍କ ଲାଇଫ ବେଟର କରିବି ଯୋଉମାନେ ବି ଭରସା କରି ଆମକୁ ଆସୁଛନ୍ତି ସେ ଟିମର ଲାଇଫ କେମିତି ବେଟର ହବ କେମିତି ସମସ୍ତଙ୍କ ଇନକମ୍ 25,000 ରୁ ଅଧିକା ଥିବ ଏଇଟା ମୋର ସବୁଠୁ ବଡ ସ୍ୱପ୍ନ ମତେ ତ ଆପଣ ମାନେ ବହୁତ ଥର ଶୁଣିଛନ୍ତି ବହୁତ ମିଟିଂ ସେମିନାରରେ ବଟ୍ ଆଜି ମୋର କିଛି ଲିଡର ଯୋଉମାନେ କି ବିଜନେସ ରେ ସିରିୟସଲି ମାନେ କାମ କରୁଛନ୍ତି ତାଙ୍କଠୁ ଆଜିର ଶୁଣିବା ଆଉ କିଛି ପ୍ରଡକ୍ଟର ଟେଷ୍ଟିମୋନି ଦେଖିବା କାହିଁକିନା ଆମେ ଯୋଉ ପ୍ରଡକ୍ଟ ବିଷୟରେ ଆମେ ଡିସ୍କସନ କରିବା ସେଟା ଆମର ବ୍ୟାକବୋନ ଫ୍ରେଣ୍ଡସ୍ ୱିଦାଉଟ୍ ପ୍ରଡକ୍ଟ ଆମେ ବିଜନେସକୁ ରନ୍ କରିପାରିବାନି ଆମର ବହୁତ ଡାଇନାମିକ ଲିଡର ଆଉ ତାଙ୍କ ମ୍ୟାଡମ ତାଙ୍କୁ ଶୁଣିବା ସେ ଏରିଆର ଆମର ଆକ୍ଟିଭିଟି ଆଉ ଆଉ ବାକି ଯେତେ ପ୍ରଡକ୍ଟର ସେ ମାଷ୍ଟର ଆଉ ମୁଁ ତାଙ୍କ ପାଇଁ ସେ କଣ ଦେଖୁଛନ୍ତି ତାଙ୍କ ପାଇଁ ମୁଁ ଜାଣିନି ବଟ୍ ସିଏ ଆମ ଟିମର ଗୋଟେ ବହୁତ ବଡ ଲିଡର ଆଉ ଆଉ ଏତେ ସାଫ ହୃଦୟର ଲୋକ ସେ ନିଜ ଟିମ୍ ପାଇଁ ବି ଯେତିକି ଡେଡିକେଟଲି କରନ୍ତି କିଏ କିଏ କ୍ରସ୍ ଲାଇନ୍ ଲୋକ ବି ତାଙ୍କୁ ଯଦି କିଛି ପଚାରେ ତାକୁ ବି ସେ ଅଧଘଣ୍ଟା ସୁନ୍ଦର ଭାବେ ବୁଝେଇ ଦିଅନ୍ତି ତ ମୁଁ ବହୁତ ଭାଗ୍ୟବାନ କି ଏଭଳିଆ ଲିଡର ମୋ ଟିମରେ ଅଛନ୍ତି ତ ମୋହନ ଚନ୍ଦ୍ର ରାଉତ ସାର୍ ଆଉ କଳ୍ପନା ମ୍ୟାଡମ ୱେଲକମ୍ ଟୁ ୟୁ ଆଉ ଆଜିର ସେମିନାର ଆଗକୁ କଣ୍ଟିନ୍ୟୁ କରନ୍ତୁ ସ୍କ୍ରିନ୍ ଇଜ ୟୋର୍ସ सर मॉर्निंग गुड समस्तଙ୍କୁ मॉर्निंग ସମସ୍ତଙ୍କୁ ନମସ୍କାର ହାପି ନ୍ୟୁ ଇୟର। ମୁଁ ହଉଛି କଳ୍ପନା ରାଉତ। ମୁଁ ସେଙ୍ଗାଲପାଲି ଗୋଟେ ଛୋଟିଆ ଗ୍ରାମ ପୋଦଘଟା ଗ୍ରାମରେ ରହେ। ଆଉ ମୋଦି ସାଧାରଣ ହାଉସ ୱାଇଫ। ଏଇ ବିଜନେସ କରିକି ଆମକୁ 2-3 ବର୍ଷ ହେଇଯିବ। ଆଉ 2-3 ବର୍ଷ ମଧ୍ୟରେ ଆମେ ବହୁତ କିଛି ଏଠି ଶିଖିବାକୁ ପାଇଛୁ ଓ ବହୁତ କିଛି ଜାଣିବାକୁ ମଧ୍ୟ ପାଇଛୁ। ଆଉ ବହୁତ ପ୍ରକାର ପ୍ରଡକ୍ଟ ମଧ୍ୟ ଏବେ ଜାଣିପାରୁଛୁ। ଆଗରେ ପ୍ରଥମେ ପ୍ରଥମେ ଆମେ ଘରୋଇ ଜିନିଷ ବ୍ୟବହାର କରୁଥିଲୁ। ପରେ ପରେ ସବୁ ଯେତେ ୱେଲ୍ ସବୁ ୟୁଜ କରୁଛୁ ବହୁତ ଭଲ ଲାଗୁଛି। ଆଉ ବାହାରିଆ ପ୍ରଡକ୍ଟ କିଛି ୟୁଜ ମଧ୍ୟ କଲେ ମଧ୍ୟ ଭଲ ଲାଗୁନି। ତେଣୁକରି ଏଇଠି ପ୍ରଡକ୍ଟ ହିଁ ଆମେ ୟୁଜ କରୁଛୁ। ସବୁ ପ୍ରଡକ୍ଟ ୟୁଜ କଲେ ମଧ୍ୟ ଦେହ ଭଲ ଥିଲେ ସବୁ କିଛି ଆମେ ୟୁଜ କରିକି ଓ ବ୍ୟବହାର କରିକି ଆମେ ଜାଣିପାରିବା। ମୋ ଦେହ ପିଲାମାନଙ୍କ ସିଜରିଂ ପରେ ବହୁତ ଖରାପ ହେଇଯାଇଥିଲା ଓ ମଝିରେ ମତେ ବ୍ଲଡ ମଧ୍ୟ ଚଢେଇବାକୁ ପଡିଥିଲା। ମୋ ଦେହଟା ପୁରା ୱିକ୍ ହେଇଯାଇଥିଲା। ଦେହ ବିଲକୁଲ ଭଲ ବି ରହୁନଥିଲା। ତାପରେ ଆମ ଅଫଲାଇନଙ୍କ ତରଫରୁ ଆମେ ୱେଲ୍ ପ୍ରଡକ୍ଟ ବିଷୟରେ ବହୁତ କିଛି ଶୁଣିକି ଜାଣିକି ତାପରେ ୱେଲ୍ ପ୍ରଡକ୍ଟ ଆମେ ବ୍ୟବହାର କଲା ପରେ ବହୁତ କିଛି ଫାଇଦା ମଧ୍ୟ ଆମକୁ ମିଳିଛି। ସେମାନଙ୍କ ମଧ୍ୟରୁ ମୁଁ ଏବେ ମୋ ଦେହ ଭଲ ରହୁନଥିଲା ଆଉ ମୁଣ୍ଡ ବୁଲେଇବାର ସବୁବେଳେ ଥକାପଣ ଲାଗୁଥିଲା, ୱିକନେସ୍ ଲାଗୁଥିଲା, କିଛି କରିବାକୁ ଇଚ୍ଛା ଲାଗୁନଥିଲା। ତେଣୁ ମୁଁ ମଲ୍ଟିଭିଟାମିନ୍ ୟୁଜ କଲା ପରେ ବହୁତ କିଛି ମତେ ଫାଇଦା ମିଳିଛି। ଓ ତାପରେ ସ୍ପିରୁଲିନା ମଧ୍ୟ ୟୁଜ କଲି। ୟୁଜ କଲା ପରେ ବହୁତ କିଛି ଭଲ ଲାଗିଛି। ତୁଳସୀ ମଧ୍ୟ ୟୁଜ କରୁଛି। ଏଇ ପ୍ରଡକ୍ଟ ମଧ୍ୟ ବହୁତ ଭଲ ଲାଗୁଛି। ତାପରେ ଲିଲଏ ଏଇ ସବୁ ପ୍ରଡକ୍ଟ ୟୁଜ କଲା ପରେ ମୋ ଦେହ ଏବେ ବହୁତ ଭଲ ରହୁଛି ଓ ମତେ ଭଲ ମଧ୍ୟ ଲାଗୁଛି। ପ୍ରଥମେ ପ୍ରଥମେ କିଛି ଭଲ ମଧ୍ୟ ଲାଗୁଛି। ଯେତେ ମେଡିସିନ ଖାଉଥିଲି କିଛି ଭଲ ରେଜଲ୍ଟ ମିଳୁନଥିଲା। ଏଇ ସବୁ ୟୁଜ କଲା ପରେ ମତେ ବହୁତ କିଛି ଭଲ ଲାଗୁଛି। ନମସ୍କାର।